ଝିଅର ନିର୍ବନ୍ଧ ପୂର୍ବରୁ ମା ଫେରାର। ହଁ ବନ୍ଧୁଗଣ, ଏପରି କିଛି ଖବର ଆସିଛି ମୁମ୍ବାଇରୁ। ଆପଣମାନେ ତ ଲଗାତାର ଖବର ପାଉଥିବେ ଯେ ଝିଅର ନିର୍ବନ୍ଧ ବେଳେ ଝିଅ ଫେରାର ଥାଏ, କିନ୍ତୁ ଏଠି ଖବରଟି ସମ୍ପୂର୍ଣ୍ଣ ଅଲଗା। ଝିଅର ନିର୍ବନ୍ଧ ପୂର୍ବରୁ ଫେରାର ହୋଇଯାଇଛି ମା। ଏପରି ଘଟଣା ଘଟିଛି ମୁମ୍ବାଇରେ। ଝିଅର ନିର୍ବନ୍ଧକୁ ଥିଲା ଆଉ ମାତ୍ର 5 ଦିନ। ପ୍ରସ୍ତୁତିରେ ଲାଗି ପଡ଼ିଥିଲା ପୁରା ପରିବାର। ନିର୍ବନ୍ଧ ପାଇଁ ସମ୍ପର୍କୀୟମାନେ ବି ଘରକୁ ଆସିଥାନ୍ତି। ସେପଟେ ଚାଲିଥାଏ ସାଜସଜ୍ଜା। ଘରେ ଥାଏ ପୁରା ଖୁସିର ମାହୋଲ। ହେଲେ ଏହାରି ଭିତରେ ଘଟିଗଲା ଏକ ଅଭାବନୀୟ ଘଟଣା, ଯାହା ପୁରା ପରିବାରକୁ ଦ୍ୱନ୍ଦ୍ୱ ସହ ପକାଇଦେଲା ଚିନ୍ତାରେ। କାରଣ ହଠାତ୍ ଖବର ଆସିଥିଲା ଝିଅର ମା ନିଖୋଜ ହୋଇଯାଇଛନ୍ତି। ନ୍ୟୁଜ୍ 18 ମରାଠୀର ରିପୋର୍ଟ ଅନୁସାରେ ଏହି ଘଟଣା ମହାରାଷ୍ଟ୍ର ଜଲଗାଓଁ ଜିଲ୍ଲାର ଜାମନେର ଟାଉନରେ ଘଟିଛି। ତେବେ ଘଟଣା ଜଣାପଡ଼ିବା ପରେ ପରିବାରର ହଇଚଇ ଖେଳିଯାଇଥିଲା। ପରିବାର ଲୋକେ ମହିଳାଙ୍କୁ ସବୁଆଡ଼େ ଖୋଜିଥିଲେ, ଏମିତିକି ତାଙ୍କର ସବୁ ବନ୍ଧୁ ଏବଂ ଅନ୍ୟ ସମ୍ପର୍କୀୟ ମଧ୍ୟକୁ ଯୋଗାଯୋଗ କରିଥିଲେ। ହେଲେ ପ୍ରାୟ 2 ଦିନ ଧରି ଏଭଳି ଖୋଜିବା ପରେ ବି ମହିଳାଙ୍କର କୌଣସି ସନ୍ଧାନ ମିଳିନଥିଲା। ତୃତୀୟ ଦିନ ଆସିଥିଲା ଘଟଣାରେ ଟ୍ୱିଷ୍ଟ। ଏହା ମଧ୍ୟରେ 2 ଦିନ ବିତି ଯାଇଥିଲା। ଏବେ ବି ଚିନ୍ତାରେ ଥାଆନ୍ତି ପରିବାର ଲୋକେ। ହେଲେ ଏହାରି ମଧ୍ୟରେ ଆସିଥିଲା ଘଟଣାରେ ଟ୍ୱିଷ୍ଟ। ପରିବାର ଜଣେ ସମ୍ପର୍କୀୟ ଦେଇଥିଲେ ଏକ ଚାଞ୍ଚଲ୍ୟକର ତଥ୍ୟ। ସେ କହିଥିଲେ ଝିଅର ମା ଅନ୍ୟତ୍ର ବିବାହ କରିଛନ୍ତି। ଏମିତିକି ସେ ଏହାର ହ୍ୱାଟ୍ସଆପ୍ ଷ୍ଟାଟସ୍ ମଧ୍ୟ ଦେଖାଇଥିଲେ, ଯାହାକୁ ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ହଁ ଦର୍ଶକ ବନ୍ଧୁ, ଜଣାପଡ଼ିଥିଲା ଯେ ମହିଳା ଜଣକ ଏକ ମନ୍ଦିରରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଆଉ ଉକ୍ତ ବ୍ୟକ୍ତି ଜଣକ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଥିଲେ। ଆଗକୁ ଝିଅର ନିର୍ବନ୍ଧ ହେବାକୁ ଥିବାରୁ ଲୋକଲଜ୍ଜା ଏବଂ ମାନସମ୍ମାନ ତଳେ ପଡ଼ିବା ଭୟରେ ପରିବାର ଲୋକ ପୋଲିସକୁ ଏହି ଫଟୋକୁ ସୋସିଆଲ ମିଡ଼ିଆରୁ ଯେପରି ଅଧିକ ସେୟାର ନ ହେବ ସେଥିପାଇଁ ଅନୁରୋଧ କରିଥିଲେ।